ଖେଳ ପଡ଼ିଆରୁ ସିଧା ଦେଶ ସେବା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ କଥାଟା ସମ୍ପୂର୍ଣ୍ଣ ସତ। ଆଜି ଆମେ ସଶସ୍ତ୍ର ସୀମା ବଳ ଅର୍ଥାତ୍ ଏସ୍ଏସ୍ବିର 2026 ମସିହା କନଷ୍ଟେବଲ୍ ଜେନେରାଲ ଡ୍ୟୁଟି ସ୍ପୋର୍ଟସ୍ କୋଟା ନିଯୁକ୍ତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା। ଏହି ଖାସ୍ ଆନାଲିସିସ୍ରେ ଆମେ ଦେଖିବା ଯେ ଜଣେ କ୍ରୀଡ଼ାବିତ୍ ଭାବରେ ଏହି ସୁଯୋଗଟି କାହିଁକି ହାତଛଡ଼ା କରିବା ଉଚିତ ନୁହେଁ। ତ ତେବେ ଆସନ୍ତୁ ଆରମ୍ଭ କରିବା। ଆମର ଏହି ସମ୍ପୂର୍ଣ୍ଣ ଆଲୋଚନାକୁ ମୁଖ୍ୟତଃ 5ଟି ସହଜ ଭାଗରେ ବାଣ୍ଟି ଦିଆଯାଇଛି। ପ୍ରଥମେ ନିଯୁକ୍ତି 2026ର ବାସ୍ତବିକ ସୁଯୋଗ, ଦ୍ୱିତୀୟରେ କିଏ ଏଥିପାଇଁ ଯୋଗ୍ୟ, ତୃତୀୟରେ ଦରମା ଏବଂ ସରକାରୀ ସୁବିଧା, ଚତୁର୍ଥରେ ବଛାଯିବାର ପ୍ରକ୍ରିୟା ବା ସିଲେକ୍ସନ୍ ଷ୍ଟେପ୍ସ କ'ଣ ରହିବ ଏବଂ ଶେଷରେ ଏଥିପାଇଁ କିପରି ଆବେଦନ କରାଯିବ। ବାସ୍ ଏତିକି କଥା। ଠିକ୍ ଅଛି, ତେବେ ବିଭାଗ 1 ନିଯୁକ୍ତି 2026ର ଏକ ସୁବର୍ଣ୍ଣ ସୁଯୋଗ ଉପରେ ସିଧା ନଜର ପକାଇବା। ଏବେ ଆସନ୍ତୁ ମେନ୍ କଥାକୁ। ସିଧାସଳଖ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଏସ୍ଏସ୍ବି ଭଳି ଏକ ସମ୍ମାନଜନକ ସଂସ୍ଥାରେ ସର୍ବମୋଟ 404ଟି ଖାଲି ପଦବୀ ବାହାରିଛି। ଆଜ୍ଞା ହଁ, 404ଟି। ଆଉ ଏହା କୌଣସି ଛୋଟମୋଟ ପଦବୀ ନୁହେଁ, ବରଂ ସମ୍ପୂର୍ଣ୍ଣ ଗ୍ରୁପ୍ ସି କମ୍ବାଟାଇଜ୍ ପୋଷ୍ଟ, ମାନେ ସିଧାସଳଖ ଫିଲ୍ଡରେ ଆକ୍ଟିଭ୍ ଡ୍ୟୁଟି। ସବୁଠୁ ଖୁସିର କଥା ହେଲା, ଏହି ବିରାଟ ସୁଯୋଗରେ ଉଭୟ ପୁରୁଷ ଏବଂ ମହିଳା ଆଥଲେଟ୍ମାନେ ଭାଗ ନେଇପାରିବେ। ସ୍ପୋର୍ଟସ୍ କୋଟାରେ ଏକା ସାଙ୍ଗରେ ଏତେଗୁଡ଼ିଏ ଭେକେନ୍ସି ଆସିବା ସତରେ ବହୁ କମ୍ ଦେଖିବାକୁ ମିଳେ। ଆଉ ଏବେ ଶୁଣନ୍ତୁ ଏହି ନିଯୁକ୍ତିର ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ବଢ଼ିଆ କଥା। ଏଥିପାଇଁ କୌଣସି ଲିଖିତ ପରୀକ୍ଷା ନାହିଁ, ବିଲକୁଲ ଜିରୋ ରିଟିନ୍ ଏକ୍ଜାମ୍। ସାଧାରଣତଃ ସରକାରୀ ଚାକିରି କହିଲେ ମୋଟା ମୋଟା ବହି ପଢ଼ିବାକୁ ପଡ଼େ, କିନ୍ତୁ ଯେଉଁ ଖେଳାଳିମାନେ ଦିନରାତି ପଡ଼ିଆରେ ଝାଳ ବୁହାଉଛନ୍ତି ସେମାନଙ୍କ ପାଇଁ ବହି ପଢ଼ିବା ଟିକେ ମୁସ୍କିଲ ହୋଇପାରେ ନା। ତେଣୁ ଏଠାରେ ସରକାର ପୁରା ଫୋକସ୍ କେବଳ ଖେଳର ଦକ୍ଷତା ଉପରେ ହିଁ ରଖିଛନ୍ତି। ଏହାଠାରୁ ଭଲ କଥା ଆଉ କ'ଣ ହୋଇପାରେ? ବର୍ତ୍ତମାନ ଆମେ ଆସିବା ଆମର ଦ୍ୱିତୀୟ ବିଭାଗକୁ। ଏଥିପାଇଁ କିଏ ଆବେଦନ କରିପାରିବେ, ମାନେ ଏଲିଜିବିଲିଟି କ'ଣ ରହିଛି? ଏଠାରେ ଗୋଟିଏ ବହୁତ କୌତୂହଳପୂର୍ଣ୍ଣ ବିଷୟ ହେଉଛି ଏହାର ବୟସ ସୀମା। ଦେଖନ୍ତୁ, ଏଥିପାଇଁ ସର୍ବନିମ୍ନ ବୟସ 18 ବର୍ଷ ଏବଂ ସର୍ବୋଚ୍ଚ ବୟସ 23 ବର୍ଷ ରଖାଯାଇଛି। ମାନେ ପୁରା ୟଙ୍ଗ ଏବଂ ଏନର୍ଜେଟିକ୍ ପିଲା ଦରକାର। ଅବଶ୍ୟ ଭାରତ ସରକାରଙ୍କ ନିୟମ ଅନୁଯାୟୀ ଯେଉଁମାନେ ରିଜର୍ଭଡ୍ ବା ସଂରକ୍ଷିତ କ୍ୟାଟେଗୋରୀରୁ ଆସୁଛନ୍ତି ସେମାନଙ୍କ ପାଇଁ ବୟସ ସୀମାରେ କିଛିଟା କୋହଳ ମଧ୍ୟ କରାଯାଇଛି, ଯାହାକି ଅଧିକରୁ ଅଧିକ ପ୍ରତିଭାବାନ ପିଲାଙ୍କୁ ଗୋଟିଏ ସୁଯୋଗ ଦେବ। ଯଦି ପାଠପଢ଼ା ଏବଂ ଖେଳ ଯୋଗ୍ୟତା କଥା ଉଠେ, ତେବେ ଟେନସନ୍ ନେବାର କୌଣସି କାରଣ ନାହିଁ। ଶିକ୍ଷାଗତ ଯୋଗ୍ୟତା ମାତ୍ର 10ମ ପାସ୍ ମଗାଯାଇଛି, କାରଣ ଆମେ ଆଗରୁ କହିଛେ ଏଠାରେ ପ୍ରାଧାନ୍ୟ କେବଳ ଖେଳକୁ। ଖେଳରେ କ'ଣ ଦରକାର? ହୁଏତ ରାଜ୍ୟସ୍ତରରେ ଅଂଶଗ୍ରହଣ, ନଚେତ୍ ଜାତୀୟ ସ୍ତରରେ କୌଣସି ଆଚିଭମେଣ୍ଟ କିମ୍ବା ଆନ୍ତର୍ଜାତୀୟ ସ୍ତରର ପରିଚୟ। ମାନେ କେବଳ ନ୍ୟାସନାଲ୍ ଚାମ୍ପିୟନ୍ ହେବା ଜରୁରୀ ନୁହେଁ। ଯଦି ଷ୍ଟେଟ୍ ଲେଭେଲରେ ବି ଭଲ ପ୍ରଦର୍ଶନ ଅଛି, ତେବେ ବି ଏହି ନିଯୁକ୍ତି ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ। ଆସନ୍ତୁ ଏବେ ଆମର ତୃତୀୟ ବିଭାଗକୁ ଯିବା ଏବଂ ଦେଖିବା ଦରମା ଏବଂ ଶାନଦାର ଭତ୍ତା କେମିତି ରହିଛି। ଏବଂ ଏହି ଅଂଶଟି ପ୍ରକୃତରେ ସ୍ପଷ୍ଟ କରିଦେଉଛି ଯେ ଏହା କେତେ ସୁରକ୍ଷିତ ଚାକିରି। ଜଣେ ଖେଳାଳି ପାଇଁ ଆର୍ଥିକ ଚିନ୍ତା ନ ରହିବା ନିହାତି ଜରୁରୀ। ଏଠାରେ ପେ ଲେଭେଲ୍ 3 ଅନୁଯାୟୀ ମୂଳ ଦରମା 21,700 ଟଙ୍କାରୁ ଆରମ୍ଭ କରି 59,100 ଟଙ୍କା ପର୍ଯ୍ୟନ୍ତ ରହିବ। କିନ୍ତୁ କଥା ସେତିକିରେ ସରୁନି। ଏହି ମୂଳ ଦରମା ସହିତ ସରକାରୀ ଭତ୍ତା ଯେମିତିକି ମହଙ୍ଗା ଭତ୍ତା ବା ଡିଏ, ଘରଭଡ଼ା ଭତ୍ତା ବା ଏଚ୍ଆର୍ଏ ଏବଂ ଅନ୍ୟାନ୍ୟ ଅନେକ ମେଡିକାଲ ସୁବିଧା ଯୋଡ଼ି ହୋଇଯିବ। ମାନେ ପୁରା ସରକାରୀ ଫାଇଦା, ଯାହାଦ୍ୱାରା ନିଜର ଆଉ ପରିବାରର ଟେନସନ୍ ଫ୍ରି ହୋଇ କେବଳ କର୍ତ୍ତବ୍ୟ ଉପରେ ଧ୍ୟାନ ଦେଇହେବ। ତେବେ ବିଭାଗ 4 ଚୟନ ପ୍ରକ୍ରିୟା ବା ସିଲେକ୍ସନ୍ ପ୍ରୋସେସ୍ର ପର୍ଯ୍ୟାୟଗୁଡ଼ିକ ଉପରେ ଟିକେ ନଜର ପକାଇବା। ଯେହେତୁ କୌଣସି ଲିଖିତ ପରୀକ୍ଷା ନାହିଁ, ତେଣୁ ସମ୍ପୂର୍ଣ୍ଣ ପ୍ରକ୍ରିୟାଟି ମାତ୍ର 4ଟି ସ୍ପଷ୍ଟ ଏବଂ ଟ୍ରାନ୍ସପାରେଣ୍ଟ ଷ୍ଟେପ୍ରେ ସରିବ। ପ୍ରଥମ ଷ୍ଟେପ୍ ହେଲା ସ୍ପୋର୍ଟସ୍ ଟ୍ରାଏଲ୍, ମାନେ ସିଧା ପଡ଼ିଆରେ ନିଜର ଦକ୍ଷତା ଦେଖାଇବାର ଅଛି। ଦ୍ୱିତୀୟ ଷ୍ଟେପ୍ ହେଉଛି ଫିଜିକାଲ୍ ଷ୍ଟାଣ୍ଡାର୍ଡ ଟେଷ୍ଟ ବା PST, ଯାହା ଦେଖିବ ଯେ ଫୋର୍ସ ପାଇଁ ଦରକାରୀ ଫିଟନେସ୍ ଅଛି କି ନାହିଁ। ତୃତୀୟ ଷ୍ଟେପ୍ରେ ଏକ ନର୍ମାଲ ମେଡିକାଲ ଟେଷ୍ଟ ହେବ ଏବଂ ଚତୁର୍ଥ ତଥା ଶେଷ ଷ୍ଟେପ୍ ହେଉଛି ଡକ୍ୟୁମେଣ୍ଟ ଭେରିଫିକେସନ୍ ବା କାଗଜପତ୍ର ଯାଞ୍ଚ। ବାସ୍, ଏହି ସିଧାସଳଖ ପ୍ରକ୍ରିୟାଟି ଆବେଦନକାରୀଙ୍କୁ ମେଣ୍ଟାଲି ଫ୍ରି ରଖିବ, କାରଣ ସେମାନଙ୍କୁ କେବଳ ନିଜ ଖେଳ ଉପରେ ଫୋକସ୍ କରିବାର ଅଛି। ଏବେ ଆସିବା ଆଜିର ଶେଷ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ। ବିଭାଗ 5 ଏଥିପାଇଁ ଆବେଦନ କିପରି କରାଯିବ? ଦେଖନ୍ତୁ, ଏତେ ବଢ଼ିଆ ସୁଯୋଗ ଗୋଟିଏ ଛୋଟ ଭୁଲ ପାଇଁ ହାତଛଡ଼ା ହେବା ଉଚିତ ନୁହେଁ। ଆବେଦନ ପ୍ରକ୍ରିୟାଟି ସମ୍ପୂର୍ଣ୍ଣ ଭାବରେ ଅନଲାଇନ୍, ଅର୍ଥାତ୍ ଖାତା, କଲମ ବା ପୋଷ୍ଟାଲର କୌଣସି ଝିଞ୍ଜଟ ନାହିଁ। ସିଧା ଅଫିସିଆଲ ୱେବସାଇଟ୍କୁ ଯିବେ, ଫର୍ମ ଫିଲ୍ଅପ୍ କରିବେ ଏବଂ ନିଜର ସମସ୍ତ ସାର୍ଟିଫିକେଟ୍ ସଠିକ୍ ଭାବରେ ଅପଲୋଡ୍ କରିବେ। ଖାସ୍ କରି ଆବେଦନ ତାରିଖ କେବେ ଆସୁଛି ସେଥିପାଇଁ ଅଫିସିଆଲ ନୋଟିଫିକେସନ୍ ଉପରେ ଲଗାତାର ନଜର ରଖିବାକୁ ପଡ଼ିବ। ଏଠାରେ ସବୁଠାରୁ କ୍ରୁସିଆଲ ବା ଗୁରୁତ୍ୱପୂର୍ଣ୍ଣ ପଏଣ୍ଟଟି ହେଲା ଆଗୁଆ ପ୍ରସ୍ତୁତି। ନୋଟିଫିକେସନ୍ ଆସିବା ମାତ୍ରେ ତାକୁ ପ୍ରଥମେ ଟିକିନିଖି ପଢ଼ିନେବେ
ନିଜର ସମସ୍ତ କାଗଜପତ୍ର ବିଶେଷ କରି ସ୍ପୋର୍ଟସ୍ ସାର୍ଟିଫିକେଟ୍ଗୁଡ଼ିକ ଏବେଠାରୁ ବୈଧ ଏବଂ ଅପଡେଟେଡ୍ ଅଛି କି ନାହିଁ ତାହା ଚେକ୍ କରି ପାଖରେ ରଖନ୍ତୁ। ଆଉ ଗୋଟିଏ କଥା, ଯେମିତି ଆମେ ସମସ୍ତେ ପ୍ରାୟତଃ କରୁ, ଶେଷ ଦିନକୁ ଅପେକ୍ଷା କରିବା ନା, ବିଲକୁଲ ନୁହେଁ। ଲାଷ୍ଟ ଡେଟ୍ ପର୍ଯ୍ୟନ୍ତ ଅପେକ୍ଷା କଲେ ସର୍ଭର ଡାଉନ୍ ଭଳି ସମସ୍ୟା ହୋଇପାରେ, ତେଣୁ ଯଥାଶୀଘ୍ର ଆପ୍ଲାଏ କରିଦେବା ଭଲ। ଏବେ ଏସବୁ ଜାଣିବା ପରେ ମନରେ ଗୋଟିଏ ହିଁ ଜବରଦସ୍ତ ପ୍ରଶ୍ନ ଉଠୁଛି, କ'ଣ ସମସ୍ତ ସ୍ପୋର୍ଟସ୍ ସାର୍ଟିଫିକେଟ୍ ଦେଶ ସେବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି? ଯଦି ଖେଳ ପ୍ରତି ପାଗଳପଣ ଅଛି ଏବଂ ନିଜ ଦକ୍ଷତା ବଳରେ ୟୁନିଫର୍ମ ପିନ୍ଧିବାର ସ୍ୱପ୍ନ ଅଛି, ତେବେ ଆଉ ଡେରି କାହିଁକି? ଡକୁମେଣ୍ଟସ୍ ପ୍ରସ୍ତୁତ କରନ୍ତୁ ଏବଂ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରେଡି ହୋଇଯାଆନ୍ତୁ। ଆଜି ପାଇଁ ଏତିକି। ଜୟ ହିନ୍ଦ।